ଭଙ୍ଗା ଶୀତଟା ଏତେ ପାଣି ଗୁଡ଼ାକୁ କଣକଣ କରିଦେଉଥିଲା। ପାଣି ବାସନ ସକାଳେ ମାଜିବା ବହୁତ କଷ୍ଟକର ହେଇଯାଉଥିଲା। ମୁଁ ସାଡ଼େ ବାସନକୁସନ ଟିକେ ମାଜିଲା ବେଳକୁ ଗେଲିଆପା ସାଡ଼େ ଆସିକି କହୁଥାନ୍ତି, ବୁଝିଲ ଘରମଣି, ଆଜି ସବୁ ଗଡ଼ିଆରେ ସବୁ ପାଣି ଗୁଡ଼ା ସବୁ ଶୁଖିଗଲାଣି। ଆସିଲ କେତେ ଦିନରୁ କାହିଁ ଭାକୁର ମାଛ ରୋହି ମାଛ ଖିଆ ହେଇନି। ଆସିଲ ଆଜି ଭାକୁର ମାଛ ଖାଇବା ପାଇଁ ଭାରି ମନ ହେଉଛି। ମୁଁ କହିଥିଲି ରଖ ମ ତମ ଭାକୁର ମାଛ ରୋହି ମାଛ, ଏବେ ଗୋଟେ ବି ମାଛ ଧରା ଦେବେନି। କାହିଁକି ନା ଏବେ ଯେଉଁ ଶୀତ ଲାଗୁଛି ସବୁ କମ୍ବଳ ଘୁଡ଼ି ସବୁ ପଲଙ୍କରେ ସବୁ ମାଛ ମାନେ ଶୋଇଥିବେ, ତମେ ମାଛ ମାନେ ଶୋଇଥିବେ। ମୁଁ ଆଜି ଗୁଟି ଗୁଟି ମାଛ କରିକି ସବୁ ଧରିମି। ଗେଲି ଝିଅ ସେପଟରେ କହୁଥାଇ, ମା ହେଉଛି କ'ଣ ଦେଖିଲ, ମୁଁ ହେଉଛି ମାଛ ଧରିବା ପାଇଁ ବାପା ଗଲେଣି, ମୋତେ ଦେଲ ଗୋଟେ ଢମା, ମୁଁ ଯିମି ମାଛ ସବୁ ଧରିମି। ମୁଁ କହିନି କ'ଣ ଲ ମାଛ ଧରିବୁ ବୋଲି କହି ସେ ହେଉଛି ଷ୍ଟେରିଟାକୁ ତୁ କ'ଣ ଧରୁଛୁ, ଏତେ କୁଣ୍ଡଉଛୁ କ'ଣ ସବୁବେଳେ, ଟିକେ ବି ତାକୁ ଛାଡ଼ି ଦେଉନି ନା। ପୁରା ମୋ ସାଙ୍ଗ ସିଏ ହେଇଯାଇଛି, ସେଥିପାଇଁ ମୁଁ ତାକୁ ଟିକେ ଧରିକା ବୁଲୁଛି, ମୋତେ ବହୁତ ଭଲ ଲାଗୁଛି। ଡେରି ନ କରିକି ମୁଁ ଢମାଟେ ଧରିକି ଆସିଥିଲି। ଗେଲିଆପା କହିଲେ ଜଲ୍ଦି ସସ୍ମିତା ଢମାଟା ନେଇକି ଆସିଲ, ମାଛ ଗୁଡ଼ା ପୁରା ରଖାଯିବ। ଡେରି ନ କରିକି ଥରକୁ ଥର ଗେଲିଆପା ଜାଲଟାକୁ ଟିକେ ପକେଇ ଚାଲିଛନ୍ତି। ଆପଣମାନେ ଦେଖୁଥିବେ, କିନ୍ତୁ ଆପଣମାନେ ତ ସମସ୍ତେ ଜାଣିଛନ୍ତି ଏବେ କେତେ ଜୋର ଜାଳ ପକେଇଛି, ଶୀତ ଲାଗୁଛି। ସେଥିପାଇଁ ମାଛମାନେ ସବୁ ଗଦି ପଲଙ୍କରେ ଶୋଇଯାଇଛନ୍ତି, କିନ୍ତୁ ଗେଲିଆପାକୁ ସେଟା ମାଲୁମ ନାହିଁ। ଗେଲି ଝିଅ ସେକଡ଼କୁ ଯାଇକି କହୁଥାଏ, ବାପା ଜଲ୍ଦି ଆଜି ଭାକୁର ମାଛ ଧର, ରୋହି ମାଛ ଧର। ଆଜି ମାଛ ଦେଇକି ଫୁଲକୋବି ଦେଇକି ମୁଁ ତମ ନାକି ବଢ଼ିଆ ସେ ବନେଇଦେମି। ଆଜି ଗରମ ଭାତରେ ପୁରା ଉଠିବ। ମୁଁ କହୁଥିଲି କ'ଣ ଲ ବାପାକୁ ଥରକୁ ଥର ବାପା ଧରୁଛନ୍ତି ପକଉଛନ୍ତି ଚାଲ, କିନ୍ତୁ ଗୋଟେ ବି ମାଛ ଆସୁନି। ଗେଲିଆପା କୁଆଡ଼େ ଗଲେ କି ମାଛ? କୁହନି ଘରମଣି, ତମେ କାହିଁକି ବ୍ୟସ୍ତ ହେଉଛ? ଏଇଥରକ ଗୋଟେ ଭାକୁର ମାଛ ଆସିଥିବ। ଦେଖିଲା ବେଳକୁ ଭାକୁର ମାଛ ବଦଳରେ ଏତେ ବଡ଼ ବେଙ୍ଗଟା ଯେ ଆମ ଜାଲରେ ଆସିଥିଲା, ମୁଁ ତ ଦେଖି ପୁରା ଆଶ୍ଚର୍ଯ୍ୟ ହେଇଯାଇଥିଲି। ମୁଁ କହିଥିଲି କ'ଣ ଲ ଏଇଟା ହେଉଛି ତମର କ'ଣ ଭାକୁର ମାଛ? ନାଇଁ ମ ଏଇଟା କ'ଣ କରାଯିବ କିଛି ବି ବୁଝିପାରୁନି। ଭାକୁର ମାଛ ଗୁଡ଼ା କୁଆଡ଼େ ଗଲେ କେହି ଜାଣେ। ରୋହି ମାଛ ଗୁଡ଼ା ମୋତେ କହୁଥିଲେ ଗେଲିଆପା ଏଇଟାକୁ ନେଇଯାଉ ଚିକେନ୍ କରିକି ଆଜି ଝୁଳ କରିଦେବ। ଧନ ସେପଟେ କହୁଥିଲା ମୋତେ ଟିକେ ଦିଅ। ଗେଲି ସ୍ୱାମୀ ମୁଁ କି ହସି ପେଟ ବଥା ହେଇଯାଇଥିଲା। ଧନକୁ ଦେଖୁଥିବି କୋଉ ଭଳିଆ ସିଏ ହଉଛି। ଇଲୋ ମା ତାର ସେ ଯେଉଁ ଚାଲିକି ଶୁଙ୍ଘିକି ଚାଲି ଯାଉଥାଏ। ଡେରି ନ କରିକି ଗେଲିଆପା ଥରକୁ ଧରୁଥିଲେ। ମୁଁ ସେପଟରେ ଢମା ଧରିକି ଚାରିକଡ଼ିଆ ତାଙ୍କ ସାଙ୍ଗରେ ରେପରାଇଟ୍ କରୁଥିଲି। ଗେଲି ଝିଅ ସେପଟରେ ଯାଇକି ଗରମ ହେଉଛି ତା ଜେଜେବାପାଙ୍କ ନେଇକି କଡ଼କ ଚାହାଟିଏ ବନେଇଲାଣି। ଆପଣମାନଙ୍କର ସମସ୍ତଙ୍କର କମେଣ୍ଟ ଥିଲା କାହିଁକି ଶାଶୁ ଶ୍ୱଶୁରକୁ ଭିଡ଼ିଓରେ ଆଣୁନାହିଁ। ଆପଣମାନେ ତ ସମସ୍ତେ ଜାଣିଥିବେ ଏବେ କେତେ ଜୋର ଜାଡ଼ ପକେଇଛି, ସେଥିପାଇଁ ଶାଶୁ ଶ୍ୱଶୁରକୁ ବେଣୁସୁ ଉଠଉନାହିଁ। କାହିଁକିନା ଥଣ୍ଡା ତାଙ୍କ ଦେହରେ ଲାଗିଯିବ। ଗୋଡ଼ ହାତ ବହୁତ ବିନ୍ଧା ଚିଟିଆ କରୁଛି। ଶାଶୁ ଶୋଇଛନ୍ତି, ଶ୍ୱଶୁର ଆଜି ବହୁତ ଜଲ୍ଦି ଉଠି ଯାଇଥିଲେ। ତ ଗେଲି ଝିଅ କଡ଼କ ଚାହାଟିଏ ଦେଇଥିଲା। ରହିଲି, ଜୟ ଜୟ।